महाकार्तिक मास की राधा दामोदर सेवा की श्री राम नाम की पूज्य व्यास जी महाराज की आदिका सत्संग की आनंद बोलानंद एक परम प्रेममय परम भावमय परम रसमय परम कल्याणमय अनंत कोटि ब्रह्मांड नायक अकारण कारण शरण शरण विभीषण रक्षण मर्यादा पुरुषोत्तम प्रियतम प्रभु श्री राम रघुनाथ दिव्य चरणारविंद सेवकर शतकोटि प्रणाम। देवकी नंदन जसोदा आनंद कंदवर्धन गोपीजन हृदय चंदन श्री श्याम गोपीनाथ चरणारविंद शतकोटि प्रणाम जनौती। जगत पिता जगत कर्ता जगतनाथ श्री श्री जगन्नाथ महाप्रभु चरणारविंद शतकोटि प्रणाम। अकर्मे कर्मदायक देवदेव उमापति महादेव चरणारविंद शतकोटि प्रणाम। पीठाधीश्वर श्री सत्यनारायण चरणारविंद शतकोटि प्रणाम। श्री यज्ञनारायण श्री चरणारविंद सेवकर शतकोटि प्रणाम। श्रीमद रामचरितमानस नवन्न पारायण परम पूजनीय परम वंदनीय ममतासीन श्री व्यासजी महाराज श्री चरण वंदन पूर्वक मध्य सद्गुरुदेव चरणारविंद शतकोटि प्रणाम। ममतासीन मोर परम प्रिय सहयोगी वृंद दिव्यात्म स्वरूप परम पिता परमेश्वर दिव्य अमृत संतान आपण मान हृदय कंदर सदा सर्वदा विराजमान करिथिबा सर्वव्यापक सच्चिदानंद कंद भगवान को ए सेवकर शतकोटि प्रणाम। महाप्रभुंकर हेतु की कृपा एते बड़ दुर्लभ पवित्र मनुष्य शरीर टी आम को प्रभु आ गत कालिका आम कहते जी एते बड़ सुंदर पवित्र शरीर जो मिली दुर्लभं मानुषम देहम देहिनाम क्षणभंगुर पुणी केतबेले किए जीवाहारी ठिकणा सबुर तालिका आम पाखे अच्छी किंतु जी सबुठार आमर बड़ बंधु ता तालिका ना आमर सबसे बड़ बंधु किए मृत्यु जी आसिले
ସାଙ୍ଗରେ ନେଇକି ଯିବ, ଅଧା ବାଟରେ ଛାଡିବନି। ହରି ବୋଲ ନା ନାଇଁ, ଅଧା ବାଟରେ ଛାଡିବନି, ସାଙ୍ଗରେ ନେଇକିରି ଯିବ। ସିଧା କାମ ସାରିବ, ପୁଅକୁ କହିବ ଅସ୍ଥିଟା ନେଇକି ଯିବ। ହରି ବୋଲ। ଅଧା ବାଟିଆ ବନ୍ଧୁ ସିଏ ନୁହଁ। କିନ୍ତୁ ଆମେ ସମସ୍ତଙ୍କୁ ଖୋଜିଛେ, କାହିଁ ତାକୁ କୋଉଦିନ ଟିକେ ଖୋଜିନେ, ତାକୁ ମନେ ପକେଇନେ। ତାକୁ ମନେ ପକେଇବାର ସମୟ ହଉଛି ସତ୍ସଙ୍ଗ। ପ୍ରଭୁ ଆଜି ଅଛି, କାଲିକି ରହିବି କି ନାହିଁ ଠିକଣା ନାହିଁ, କିନ୍ତୁ ଥିବା ପର୍ଯ୍ୟନ୍ତ ପ୍ରଭୁଙ୍କର ଅମୃତ ନାମ ଟିକେ ଶୁଣୁଥିବି। କଳିକାଳରେ ଯୋଗ କରିବୁନି, ଜପ କରିବୁନି, ଧ୍ୟାନ କରିପାରିବୁ ନାହିଁ। କେବଳ ସପ୍ତାହ ଗାଥା ଶ୍ରବଣେନ ଯାନ୍ତି ମାମ୍। ପ୍ରଭୁଙ୍କର ନାମ ଟିକେ ଉଚ୍ଚାରଣ କରିବା। ହେଲେ କୋଉଠୁ କଥା ଆରମ୍ଭ କରିବା? ଗୋଟିଏ ସୁନ୍ଦର ଉଦାହରଣଟି ଆପଣମାନଙ୍କୁ ସେବକ ଦବ। ଏମିତି ଜଣେ ସନ୍ଥ ଆମ ମହାରାଜଙ୍କ ଭଳିଆ ଯାଉଛନ୍ତି, ସବୁଦିନ ଆଶ୍ରମରେ ସତ୍ସଙ୍ଗ କରନ୍ତି। ସତ୍ସଙ୍ଗ କରନ୍ତି, ସୁନ୍ଦର ସୁନ୍ଦର କଥା କହନ୍ତି। ଶ୍ରୋତାମାନେ ସବୁ ଯାଆନ୍ତି ଶୁଣିବା ପାଇଁ। ତାଙ୍କ କାମ ହେଲା ତା ପରଦିନ ବାରିଟିଏ ଧରିକିରି ସିଏ ଗାଁ ଯାକ ବୁଲିବେ। ସକାଳୁ ମର୍ଣ୍ଣିଂ ୱାକ୍ ହେଲା, ଟିକେ ତାଙ୍କର ସେବକ ମାନଙ୍କୁ ଦେଖା ବି ହେଲା। ଯିଏ ଯେମିତି ମୁଣ୍ଡିଆଟିଏ ମାରିବେ, ତା ବି ମହାପ୍ରଭୁ ପାଇଲେ, ବାବାଜୀ ମହାପ୍ରଭୁ। ଯେତେବେଳେ ଗଲେ ଯାଉଛନ୍ତି, ଦି ଜଣ ତା ଭିତରେ କଥାବାର୍ତ୍ତା ହଉଛନ୍ତି, ହରେ କାଲି ଶୁଣି ଯାଇଥିଲା ମୋ ପ୍ରବଚନ, କଣ ହେଲା କେଜାଣି, ନା କଣ ହେଲା, ନା କଣ ତାକୁ ପୋଡି ସାଇଲେଣି। ଆଉ କଣ ସଂସାର ମିଛ, କିଛି ନୁହଁ ସଂସାର, ଖାଲି ବାବାଜୀଙ୍କ କାନରେ ପଡିଗଲା। ଆଉ କଣ, ଯୋଉ ବାଡ଼ି ଧରିଥିଲେ ଗୋଟିଏ ମୁଳି ବାଡେଇଲେ। ଆଉ କଣ କଣ ଆଉ କିଛି କହିଲେନି, ଗୋଟିଏ ମାଡ଼ ଦେଇକିରି ବାବାଜୀ ପଳେଇଲେ। କହିଲା କଣ ହେଲା କିରେ, ନା କଣ, ନା କଣ ଏମିତି କହିଲେ ବୋଲି ମାଡ଼ ଖାଇଲି। ପୁଣି ସନ୍ଧ୍ୟା ବେଳକୁ ପ୍ରବଚନ, ବାବାଜୀ ପୁଣି ସଂସାର ଅନିତ୍ୟ ବୋଲି କହିଲେ। ସଂସାର କିଛି ନୁହଁ, ସଂସାରରେ କିଛି ନାହିଁ, ଶୁଣିକିରି ଗଲେ। ତାପରେ ଦିନ ଆଉ ଦି ଜଣ କଥାବାର୍ତ୍ତା ହଉଛନ୍ତି, କହିଲେ ଭାଇ କଣ ଭେଣ୍ଡା ପିଲାଟା ମରିଗଲା, ଯାଆଁଳା ପିଲା ଯୋଡେ ଏଡ଼ିକି ଚାନି ପିଲା ଛାଡ଼ି ଦେଇକିରି ପଳେଇଲା, କଣ ସଂସାରରେ ଅଛି, ଖାଲି ବାବାଜୀଙ୍କ କାନରେ ପଡିଗଲା, ଗୋଟେଇଲେ ତ, ତାକୁ ବି ମୁଳିଏ ଦେଲେ। କହିଲା ମହାରାଜ କିଛି ଜାଣିପାରୁନି, ନା କଣ କହିଲୁ, ସଂସାର ମିଛ, ହରେ ଜଗତ ମିଛ। ନା ଆଜ୍ଞା କାଲି ତ ଆପଣ କହୁଥିଲେ, ନା ଜଗତ ମିଛ ତ ସଂସାର ସତ। ହରିବୋଲ କଣ କହିବୁ ଆମେ? କହିଲେ ସଂସାର କହ ସତ, ଜଗତକୁ ଯିଏ ତିଆରି କରିଛନ୍ତି ଜଗନ୍ନାଥ, ଜଗନ୍ନାଥ ସତ ନା ମିଛ? ସତ ନା ନାଇଁ? ତେଣୁ ଜଗନ୍ନାଥ ଯଦି ସତ, ତାଙ୍କ ଜଗତ କେମିତି ମିଛ ହେଲା? କହିଲା ଭାଇ ନିଜେ ମହାରାଜ କହୁଛନ୍ତି ସଂସାର କିଛି ନୁହଁ, ଆମେ କହିଦେଲେ କଷ ନୋଳା ବସିଛି ତ। ଏମିତିକା ମାଡ଼ କେବେ ଦେଇ ଖାଇ ନଥିଲି, ବାପା ବି ବାଡ଼େଇ ନଥିବ ଦିନେ। କହିଲେ କଣ କରିବା, କେମିତି ବୁଝିବା? କହିଲେ ଆଜି ସନ୍ଧ୍ୟା ବେଳକୁ ଯିବା ଯେ ମଠରେ ଗୋଟେ ମହୋତ୍ସବ କରିବା, ସବୁ ଡାଲି ପନିପରିବା ପତ୍ର ସାରୁ ନେଇକି ସବୁ ଗଲେ। କହିଲେ ଆଜ୍ଞା ଆଜି କଥା ଟିକେ ଶୁଣିମୁ, ଆଜି ସବୁ ପ୍ରସାଦ ପାଇକିରି ଯିବୁ। ନା ହଁ, ଯେମିତି ପ୍ରସାଦ ପାଇକି ଯିବା ପାଇଁ ସମସ୍ତେ ବାହାରିଲେ ମହୋତ୍ସବ, ବାବାଜୀ ପୂଜାରୀ କଲେ ନେ ରୋଷେଇ କରି ପ୍ରସାଦ ପାଇକି ସବୁ ଯିବେ। ବାବାଜୀ ପୁଣି ଆରମ୍ଭ କଲେ, କହିଲେ ସଂସାର ନିତ୍ୟ ରାମ ନାମ ସତ୍ୟ, ସଂସାର ଅନିତ୍ୟ ରାମ ନାମ ସତ୍ୟ, ସଂସାର ଅନିତ୍ୟ ରାମ ନାମ ସତ୍ୟ, ପରୀକ୍ଷାର ମନ ତାକୁ ସମ୍ବଳ, ଦିଦିନିଆ ସଂସାର ମେଳ, ଯିବା ଯିବାରେ ଲାଗିଛି ଖେଳ। ବାବାଜୀ ତ ସେଇ କଥା କହିଲେ, ଆମେ ତ ସେଇଆ କରୁ।